ଭକ୍ତି କରିବାକୁ ହେଲେ ଅହଙ୍କାର ତ୍ୟାଗ କରିବାକୁ ହୁଏ। ଜଣେ ଯଦି ଅହଙ୍କାରୀ ହୁଏ ବା ନିଜକୁ କର୍ତ୍ତା ବୋଲି ଭାବେ, ସେ ଭାବେ ଯେ ମୁଁ ସବୁ କିଛି କରୁଛି, ମୋ ଦ୍ୱାରା ସବୁ ହେଉଛି, ତାକୁ ହିଁ କୁହାଯାଏ ଅହଙ୍କାର। ଯିଏ ଅହଙ୍କାର କରୁଛି ସିଏ ଭକ୍ତି କରିବା ପାଇଁ ଉପଯୁକ୍ତ ନୁହେଁ। ଏ ସଂସାରରେ କେହି କିଛି କରେନି, ସବୁ ଭଗବାନ ହିଁ କରିଛନ୍ତି। ଭଗବାନଙ୍କ ଦ୍ୱାରା ସବୁ ହେଉଛି, ଭଗବାନ ହିଁ କର୍ତ୍ତା। ସେ ସବୁ କରାଉଛନ୍ତି, ସବୁଥିର ମାଲିକ ସିଏ। କେହି କିଛି କରନ୍ତିନି, ଆମେ ସମସ୍ତେ ନିମିତ୍ତ ମାତ୍ର। ଏକଥା ଯିଏ ନ ବୁଝିଛି ସେ କିଛି ଜାଣିନି ବା ସେ ଭକ୍ତି କରିବା ପାଇଁ ଅନୁପଯୁକ୍ତ। ବାହାରକୁ ଦେଖେଇବାକୁ ସେ ଭକ୍ତି କରୁଥିଲେ ବି ତା ପାଖରେ ଭକ୍ତିର ଗୁଣ ବା ଭକ୍ତି କାହାକୁ କୁହାଯାଏ ସେ ଜାଣିନି। ଭକ୍ତି କରିବାକୁ ହେଲେ ସବୁବେଳେ ଭଗବାନଙ୍କ ପାଖରେ ସମର୍ପିତ ହେଇକି ଭଗବାନଙ୍କ ଉପରେ ବିଶ୍ୱାସ କରି ଭଗବାନ ସବୁ କରୁଛନ୍ତି, ଭଗବାନ ହିଁ କର୍ତ୍ତା, ଭଗବାନଙ୍କ ଦ୍ୱାରା ସବୁ ହେଉଛି, ଏଇ ବିଶ୍ୱାସ ରଖି ଯେ ଭକ୍ତି କରେ ତାଙ୍କୁ ହିଁ କୁହାଯାଏ ଭକ୍ତ। ବା ସେଇମାନେ ଭକ୍ତି କରିପାରିବେନି, ଅନ୍ୟମାନଙ୍କୁ ଭକ୍ତ କୁହାଯିବନି। ମାନେ ବାହାରକୁ ଦେଖିବା ପାଇଁ ଖାଲି ଭକ୍ତ ହେଇଛନ୍ତି କିନ୍ତୁ ତାକୁ ଭକ୍ତ ବୋଲି କୁହାଯାଏନି।